ବାହାଘର ଭୋଜି ଖାଇବା ଠିକ୍ ନା ନାହିଁ, ବଡ଼ କଥା କହିଲେ ସନ୍ଥ ପ୍ରେମାନନ୍ଦଜୀ। ଆଜିକାଲି ବାହାବ୍ରତ କି ଅନ୍ୟ କୌଣସି ଉତ୍ସବ ହେଲେ ଖାଇବାକୁ କ'ଣ ହେବ ତା ଉପରେ ଆଗ ଆଲୋଚନା ହେଉଛି। ଆଉ ଭୋଜି ଭାତରେ ହିଁ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ବୋହିଯାଉଛି। ଏତେ ପ୍ରକାର ରେସିପି ପ୍ରସ୍ତୁତ ହେଉଛି ଯେ ଲୋକେ ଭ୍ରମରେ ପଡୁଛନ୍ତି କୋଉଟା ଖାଇବେ କୋଉଟା ନାହିଁ। ସେଥିରେ ପୁଣି ଷ୍ଟାର୍ଟର, ମେନ୍ କୋର୍ସ ଆହୁରି କେତେ କ'ଣ। ତା ସାଙ୍ଗକୁ ମୃଦୁ ପାନୀୟ, ମଦ୍ୟ ପାନୀୟ ସେତକ ରହିବା ନିହାତି ଜରୁରୀ, ନହେଲେ ଅତିଥିଙ୍କ ମନକୁ ଆସୁନି ଭୋଜି। ଏଭଳି ଭୋଜି ଆମ ପରମ୍ପରାର ତ? ଏନେ ଜଣେ ଶ୍ରଦ୍ଧାଳୁ ବୃନ୍ଦାବନର ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କୁ ପ୍ରଶ୍ନ କରିଛନ୍ତି। ଆଉ ପ୍ରେମାନନ୍ଦଜୀ ଭାରି ସରଳ ଭାବରେ ଏହାର ଉତ୍ତର ଦେଇଛନ୍ତି। କହିଛନ୍ତି, ଆଜିକା ଭୋଜିରେ ମଦ ନହେଲେ ହେଉନି। ଲୋକେ ଯେଉଁ ହାତରେ ମଦ ପିଉଛନ୍ତି ସେଇ ହାତରେ ଭୋଜନ କରୁଛନ୍ତି, ସେଇ ଚାମଚରେ ଖାଇ ଲୋକଙ୍କ ସହ ହାତ ମିଳାଉଛନ୍ତି। ସବୁକିଛି ସେଠି ଅପବିତ୍ର ହୋଇଯାଉଛି। ଏହା ତ ପୁରା କଳିଯୁଗର ପ୍ରଭାବ। ବାହାଘର ଭୋଜିରେ ନା ବୁଦ୍ଧିର ଶୁଦ୍ଧତା ଅଛି ନା ଆଚରଣରେ ପବିତ୍ରତା। ପୂର୍ବରୁ ବାହାଘରରେ ଭୋଜନ କେତେ ପବିତ୍ରତାର ସହ ପରସା ଯାଉଥିଲା। ସ୍ୱଚ୍ଛ ସ୍ଥାନରେ ଖାଦ୍ୟ ବଢ଼ାଯାଉଥିଲା। ଅତିଥିଙ୍କ ପାଇଁ ପାଣି ରଖାଯାଉଥିଲା। ସେମାନେ ହାତ ପାଦ ଧୋଇ ଖାଇବାକୁ ବସୁଥିଲେ। ଖାଇବା ଆଗରୁ ଅତିଥିଙ୍କୁ ମଥାରେ ତିଳକ ଲଗାଯାଉଥିଲା। ଆଜିକା ଦିନରେ ଯଦି କେହି ଏଭଳି କରେ ତାହେଲେ ଲୋକେ ହସିବେ, ତାକୁ ଉପହାସ କରିବେ, ତାକୁ ପଛୁଆ ବୋଲି କହିବେ। କିନ୍ତୁ ପବିତ୍ରତା ହିଁ ଶ୍ରେଷ୍ଠତା, ଯାହାକୁ କେହି ଅଗ୍ରାହ୍ୟ କରିପାରିବେନି। ଆଗରୁ ସବୁକିଛି ପବିତ୍ର ଲାଗୁଥିଲା। ବାହାଘର ଭୋଜି ସବୁଥିରେ ଭାରି ପବିତ୍ର ପବିତ୍ର ଲାଗୁଥିଲା। ଗାଁରେ ଉତ୍ସବ ହେଉ ବା ବିବାହ, କୌଣସି ମାଙ୍ଗଳିକ କାର୍ଯ୍ୟ, ଅତିଥିଙ୍କୁ ଖାଦ୍ୟ ଖୁଆଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଭାବେ ବିବେଚନା କରାଯାଉଥିଲା। କାରଣ ଅତିଥିମାନେ ଶାନ୍ତିରେ ଭୋଜନ କରି ନବଦମ୍ପତିଙ୍କୁ ଆଶୀର୍ବାଦ କରି ଫେରୁଥିଲେ। ଅତିଥି ତଳେ ବସି କଦଳୀପତ୍ର ବା ଖଲିପତ୍ରରେ ଖାଉଥିଲେ। କିନ୍ତୁ ଏ ତଥାକଥିତ ଆଧୁନିକ ସମୟରେ ପୁରା ଓଲଟା ଦୃଶ୍ୟ। ବସି ଖାଇବା ସିଷ୍ଟମ ଆଉ ନାହିଁ। ଛିଡ଼ା ଛିଡ଼ା ଖାଇବା, ମାଗିକି ଖାଇବା। ଖାଦ୍ୟରେ ପଦ୍ଧତି, ଚିନ୍ତାଧାରା, ସଂସ୍କାର ଆଉ କିଛି ବି ନାହିଁ। ଯେଉଁଠି ଖାଉଥିବେ ସେହି ସ୍ଥାନ ଅପରିଷ୍କାର ଲାଗୁଛି। ଚାରିଆଡ଼େ ଅଇଁଠା। ଆଉ ଯେତିକି ଖାଦ୍ୟ ନଷ୍ଟ ହେଉଛି ତାହା ନ କହିବା ଭଲ। ଭୋଜିରେ ମଦ ମାଂସ ଟିକେ ନହେଲେ ଲୋକେ ଯିବାକୁ ମଙ୍ଗୁନାହାନ୍ତି। ଏଭଳି ଖାଦ୍ୟ ଖାଇ ମଣିଷର ପ୍ରବୃତ୍ତି ବି ଖରାପ ହେଉଛି। ଯେଉଁ ଖାଦ୍ୟରେ ପବିତ୍ରତା ନାହିଁ ସେଠି ମନ କିପରି ପବିତ୍ର ରହିବ? କହିବାକୁ ଗଲେ ଆଜିକାଲି ବାହାଘର ଭୋଜି ଅପବିତ୍ର ହୋଇଗଲାଣି ଯେମିତି। ବ୍ୟୁରୋ ରିପୋର୍ଟ, କନକ ଡିଜିଟାଲ।